ମୁଁ ବୋଧେ ଭାବୁଛି ସେ ଦଳ ନାହିଁ ବୋଲି, କିନ୍ତୁ ମୁଁ କ'ଣ ଦେଖୁଛି ସେ ଦଳ ଅଛି ଟିକେ ଯେ ତାଙ୍କ ଦଳ ଲୋକ ତ ସବୁ ମିଶିଗଲେଣି ଆମ ସାଙ୍ଗରେ। ଆଉ ସେ ଦଳ ଅଛି ଏକଥା ଜୀବିତ ଅବସ୍ଥାରେ ମୋର ବି ଧାରଣା ନଥିଲା। ଆଉ କୌଣସି ପଦପଦବୀରେ ନାହିଁ। ମୁଁ ଗୋଟେ ସାଧାରଣ କରି ମୁଁ ଡାକିଦେଲେ ଆଠୁ ଅଧିକା ଲୋକ କହିବେ ଇଏ ଗୋଟେ 15 ବର୍ଷର ବିଧାୟକ, ନିହାତି ଜାଗା ମିଳିବା କଥା ନୁହଁ। ଇଏ କ'ଣ କରୁଛନ୍ତି? ଆଜ୍ଞା କୁହନ୍ତୁ, ଆମ ବିଧାୟକଙ୍କୁ ଡାକନ୍ତୁ, କୁହନ୍ତୁ, ସେ ଡାକିଦେବେ, କେତେ ଲୋକ ଆସିବେ ଦେଖିବେ। ନବୀନ ସରକାର କଥାରେ ଅଜାଡ଼ି କାନ୍ଦି କଲମରେ ଗୃହକୁ ଫେରନ୍ତି ଶୂନ୍ୟ ହୃଦୟରେ। ବକ୍ତୃତା ମଞ୍ଚରେ ଦେଶପ୍ରେମ ଜାତ ଭାଇ ଭାଇ ବୋଲି ଉଚ୍ଚସ୍ୱରରେ ଡାକ। ଇଏ ହେଲେ ଆମ ନବୀନ ପଟ୍ଟନାୟକ, ଖାଲି କେନ୍ଦ୍ରକୁ ଚିଠି ଲେଖିବେ। ମୋ ନାଁ ଦିଲ୍ଲୀପ କୁମାର ସିଂ, ଆଉ ଘର ନିଆଳି। এই যে বজার বন্ধ করছেন এইটা আজ্ঞা সম্পূর্ণ বেআইন। দীর্ঘ 25 বর্ষ সরকার 15 বর্ষর এমএলএ নিয়ালির যে ଥିଲେ সে কেবল নির্বাচনী প্রতিশ্রুতি মানে থোপ নির্বাচন পাইকি খালি থোপ উঁচি দিয়ে যাইଛନ୍ତି, কৌশি কাগজপত্র କରିନା। একরে তারপরে ଆପଣ তো ଭଲ କି ଜାଣିଛନ୍ତି ନବୀନ ସରକାର କଥାରେ ଅଜାଡ଼ି କାନ୍ଦି କଲମରେ ଗୃହକୁ ଫେରନ୍ତି ଶୂନ୍ୟ ହୃଦୟରେ। ବକ୍ତୃତା ମଞ୍ଚରେ ଦେଶପ୍ରେମ ଜାତ ଭାଇ ଭାଇ ବୋଲି ଉଚ୍ଚସ୍ୱରରେ ଡାକ। ଇଏ ହେଲେ ଆମ ନବୀନ ପଟ୍ଟନାୟକ, ଖାଲି କେନ୍ଦ୍ରକୁ ଚିଠି ଲେଖିବେ। ଇଏ ସବୁ ଧୁଆବାଳ। ଆମର ଯେହେତୁ ଆମ ଦଳ ଆସିଛି ମାତ୍ର 1.5 ବର୍ଷ ହେଲା, ଆମର ଯେଉଁ ବିଧାୟକ ଅଛନ୍ତି ମାନ୍ୟବର ଛବି ମଲ୍ଲିକ ବିଧାୟକ, ସେ ନିଶ୍ଚିତ ଚେଷ୍ଟା କରିବେ ଆଗାମୀ କେମିତି ଏଇଟା ଏନ୍ଏସି କରାଯିବ, ସେଥିପାଇଁ ସିଏ ନିଶ୍ଚିତ ଭାବରେ ଚେଷ୍ଟା କରିବେ। ନିଆଳି ଏପର୍ଯ୍ୟନ୍ତ ସେ 15 ବର୍ଷ ହେଲା ଶାସନ କରିଥିଲେ। ନିଆଳି ଗୋଟେ ସର୍ଟେଜରେ ଅଛି। ନିଆଳି ହାଟ ପୋଖରୀ ଅବସ୍ଥା କ'ଣ? ନିଆଳି ରାସ୍ତାଘାଟ ଅବସ୍ଥା କ'ଣ? ନିଆଳିରେ ସମ୍ପୂର୍ଣ୍ଣ ନିଆଳି ପଇସାଟାକୁ ନେଇକି ମାଧବରେ ପୁରେଇଲେ ସେ ଯେଉଁ ସରାବାଜି ତୋଟାରେ। କ'ଣ ନା ସେଇଟା ହେଉଛି ଶହୀଦ ସ୍ମାରକ ପୀଠ କଲେ, କିନ୍ତୁ ନିଆଳିର କ'ଣ ଡେଭଲପମେଣ୍ଟ କଲେ? ନିଆଳି ହାଟ ପୋଖରୀ ଆଜି ଅବସ୍ଥା କ'ଣ? ନିଆଳି ଲୋକ ବର୍ତ୍ତମାନ ନିଆଳି ବଜାରର ଅବସ୍ଥା କ'ଣ? ନିଆଳିର କ'ଣ କରୁଛନ୍ତି? ସେ ନିଆଳିରେ କିଛି କରିନାହାନ୍ତି। ଖାଲି ମୁଁ ବୋଧେ ଭାବୁଛି ସେ ଦଳ ନାହିଁ ବୋଲି, କିନ୍ତୁ ମୁଁ କ'ଣ ଦେଖୁଛି ସେ ଦଳ ଅଛି ଟିକେ ତାଙ୍କ ଦଳ ଲୋକ ତ ସବୁ ମିଶିଗଲେଣି ଆମ ସାଙ୍ଗରେ। ଆଉ ସେ ଦଳ ଅଛି ଏକଥା ଜୀବିତ ଅବସ୍ଥାରେ ମୋର ବି ଧାରଣା ନଥିଲା। ଆଉ ଯାହା ହଉ ଦଳଟା ବଞ୍ଚେଇକି ରଖିଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। କିନ୍ତୁ ଯାହା କରିବ ବିଜେପି କରିବ। ଜମା ତ ହେଇଛି 1.5 ବର୍ଷ, ଆପଣ ଅପେକ୍ଷା କରନ୍ତୁ। 5 ବର୍ଷ ହେଇକି ଅଛି, ସେ ନିଶ୍ଚିତ ଖାଲି ଏନ୍ଏସିଟା ପାର୍ଟିରେ ଘୋଷଣା କରିଦେଲେ ହେବନି। ତାର ସବୁ ପ୍ରକାର ଦେଖିବା କାଗଜ କମ ଦରକାର, ତାଙ୍କର ବଜେଟ୍ ପାସ୍ ହେବା ଦରକାର, ତାଙ୍କ ବିଲ୍ ପାସ୍ ହେବା ଦରକାର। ସବୁ ପ୍ରକାର ହେଇସାରିଲା ପରେ ଏଇଟା ଏନ୍ଏସି ଘୋଷଣା ହେବା କଥା। ଇଏ ନିର୍ବାଚନୀ ଥୋପ ଗୁନ୍ଥି ଦେଇକି ମୁଁ ଏନ୍ଏସି ଘୋଷଣା କରିଦେଲି, এই କଥା କହିଦେଲେ ହେଇଯିବ? ତେଣୁ ଏମାନେ ନିଜକୁ ଜାହିର କରିବା ପାଇଁ, ତାଙ୍କ ଦଳ ଅଛି ବୋଲି ଥୋପ ମାନେ ଜାହିର କରିବା ପାଇଁ ଏସବୁ ଜିନିଷ କରୁଛନ୍ତି। ଆଉ କ'ଣ ଏଇ ଯେଉଁ କୁମ୍ଭୀର କାନ୍ଦାଳା କାନ୍ଦୁଛନ୍ତି, ଆର କିଛି ଆଖିରେ ପ୍ରବଳ ଲୁହ ଏମାନଙ୍କର, କିନ୍ତୁ ଆଜ୍ଞା ଟୋପାଏ ମାନେ କ'ଣ କହନ୍ତି ନିଆଳି ପାଇଁ କାନ୍ଦୁଛନ୍ତି, ଆଖିରେ ଟୋପାଏ ଲୁହ ନାହିଁ। କି ଲୋକ ଆଜ୍ଞା ହେଇଛନ୍ତି? ନିଆଳି କ'ଣ ଲୋକ ହେଇଛି? ଆଜ୍ଞା ମୁଁ ଗୋଟେ ସାଧାରଣ କର୍ମୀ, ମୁଁ କୌଣସି ପଦପଦବୀରେ ନାହିଁ। ମୁଁ ଗୋଟେ ସାଧାରଣ କର୍ମୀ, ମୁଁ ଡାକିଦେଲେ ଆଠୁ ଅଧିକା ଲୋକ କହିବେ ଇଏ ଗୋଟେ 15 ବର୍ଷର ବିଧାୟକ, ନିଆଳିରେ ଜାଗା ମିଳିବା କଥା ନୁହଁ। ଇଏ କ'ଣ କରୁଛନ୍ତି? ଆଜ୍ଞା କୁହନ୍ତୁ, ଆମ ବିଧାୟକଙ୍କୁ ଡାକନ୍ତୁ, କୁହନ୍ତୁ, ସେ ଡାକିଦେବେ, କେତେ ଲୋକ ଆସିବେ ଦେଖିବେ। ତେଣୁ ଏଇଟା ନିଶ୍ଚିତ ଭାବରେ ହେବ ଏନ୍ଏସି, ଏଇଟା ଭାବିବାର କିଛି ନାହିଁ। କିନ୍ତୁ ଛବି ମଲ୍ଲିକ କରିବେ, ଇଏ ବାବୁଙ୍କର ଧମକରେ ନୁହଁ। ଯାହା କରିବେ ଛବି ମଲ୍ଲିକ କରିବେ ଏବଂ ନିଶ୍ଚିତ କରିବେ। ଏ ଭରସା ବିଶ୍ୱାସ ଆମର ନିଶ୍ଚିତ ଭାବରେ ଅଛି। ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ।